ଅତି ଛିଞ୍ଚତର ହେଇଯାଇଛି। ଓଡ଼ିଶାଟା ଗୋଟେ ପିସ୍ ରାଜ୍ୟ। ବିଧାନସଭାରେ ପ୍ରଥମେ ଆଇନ ଶୃଙ୍ଖଳା ଉପରେ ଚର୍ଚ୍ଚା ହେବା ଦରକାର। ଏ ପ୍ରହସନ ବନ୍ଦ କର, ଫରେନ୍ ଯିବା, ବିଦେଶ ଯିବା, 50-60 ଅଫିସର ଗରିବ ଲୋକଙ୍କ ପଇସାରେ ଶିଳ୍ପର ଗୋଟେ କମାରଶାଳ ଦେଖିନ ତମେ ଏପର୍ଯ୍ୟନ୍ତ। ମୋହନ ମାଝୀ କମାରଶାଳ ଦେଖିନ, ତେମେ କ'ଣ ଶିଳ୍ପ କରିବ? ତେଣୁ ୟାକୁ ସବୁ ପ୍ରହସନ ବନ୍ଦ କର। ଓଡ଼ିଶା ପଇସାକୁ ଆଉ ବରବାଦ କରନି। ତୁଛେଇ ଓଡ଼ିଶାର ପ୍ରତ୍ୟେକ ନାଗରିକ ଉପରେ 45,000 50,000 ଲୋନ୍ ଆଉ କରନି। ଭଳିଆ ଓଡ଼ିଶାର ରାଜଧାନୀ ଗୋଟେ ପିସ୍ ଷ୍ଟେଟ୍, ଗୋଟେ ଶାନ୍ତ ରାଜ୍ୟ, ଉତ୍କଳ ଜଗନ୍ନାଥଙ୍କ ରାଜ୍ୟ। ସେ ରାଜ୍ୟରେ ହେଡ଼କ୍ୱାର୍ଟର ଭୁବନେଶ୍ୱରରେ ପ୍ରତି 3 ଦିନରେ ଗୋଟେ ରେପ୍ ମର୍ଡର, ଡକାୟତ ଚୋର, ଯୁଆଡ଼େ ଦେଖିବ ଚୋରି, ଯୁଆଡ଼େ ଦେଖିବ ଡକାୟତ, ଯୁଆଡ଼େ ଦେଖିବ ମଦୁଆ, ଯୁଆଡ଼େ ଦେଖିବ ଭାଗୁଆ, ଯୁଆଡ଼େ ଦେଖିବ ବ୍ରାଉନ୍ ସୁଗର। ଆଇନ ଶୃଙ୍ଖଳା ବ୍ୟତିବ୍ୟସ୍ତ। ପ୍ରତ୍ୟେକ ହୋଟେଲରେ ଦେଖିବ ଡ୍ୟାନ୍ସ, ନେକେଡ୍ ଡ୍ୟାନ୍ସ। ଏସବୁ ଗୋଟାଏ ଅତି ଛିଞ୍ଚତର ହେଇଯାଇଛି। ଓଡ଼ିଶାଟା ଗୋଟେ ପିସ୍ ରାଜ୍ୟ। ଏଇଟା ସୁନ୍ଦର ଭାବେ ଜାନକୀ ପଟ୍ଟନାୟକ, ନବୀନ ପଟ୍ଟନାୟକ ତମେ ଚଳେଇଥିଲ। ରାଜ୍ୟର ବିକାଶ ହେଇଯାଉଥିଲା। ଯେଉଁ ରାଜ୍ୟ ପିସ୍ ଷ୍ଟେଟ୍, ଏ ରାଜ୍ୟର ଡେଭଲପମେଣ୍ଟ ହୁଏ। ଯେଉଁ ରାଜ୍ୟରେ ଗଣ୍ଡଗୋଳ ଲାଗି ରହିଥିବ, ଝାମଲା ରହିଥିବ, ସେ ଜାଗାରେ ଡେଭଲପ ହେଇପାରିବ ନା। ତେଣୁ ବିଧାନସଭାରେ ପ୍ରଥମେ ଆଇନ ଶୃଙ୍ଖଳା ଉପରେ ଚର୍ଚ୍ଚା ହେବା ଦରକାର। ଦ୍ୱିତୀୟ, ଖାଇବାକୁ ଲୋକ ପାଇଁକି ଆମ୍ବୁଲ ଟାକୁଆ ଖାଇକି ମଲେ। ଗରିବ ଲୋକ ହତାଶ। ଦରଦାମ ଉପରେ ଚାଉଳ ରେଟ୍ ବଢ଼ିଲା, ଗହମ ରେଟ୍ ବଢ଼ିଲା, ଅଟା ରେଟ୍ ବଢ଼ିଲା, ସୁଜି ରେଟ୍ ବଢ଼ିଲା, ଚିନି ରେଟ୍ ବଢ଼ିଲା, ତେଲ ରେଟ୍ ବଢ଼ିଲା, ଘିଅ ରେଟ୍ ବଢ଼ିଲା, ପନିପରିବା ରେଟ୍ ବଢ଼ିଲା। ଲୋକ ହତାଶ। ବିକଳରେ ଆମ୍ବ ଟାକୁଆ ଖାଇ ମରିଛନ୍ତି, 3 ଜଣ ମଲେଣି। ତୃତୀୟ, ଏତେ ପଇସା ବରବାଦ କରିବା ଉଚିତ ନୁହଁ। ଓଡ଼ିଶା ସରକାର ନେତାମାନେ, ମୁଖ୍ୟମନ୍ତ୍ରୀ ଦଳ ଦଳ ନେଇ କିଏ ସିଙ୍ଗାପୁର, କିଏ ବମ୍ବେ, କେବେ ଦିଲ୍ଲୀ, ଯେମିତି ନବୀନ ପଟ୍ଟନାୟକ ସମୟରେ ଖାଲି ଫରେନ୍ ବୁଲିଲେ, ଖାଲି ବମ୍ବେ, ଦିଲ୍ଲୀ, କଲିକତା ଦେଖେଇଲେ ଆମକୁ ଶିଳ୍ପ। ଦେଖିଲା ବେଳକୁ ଗୋଟାଏ ନାହିଁ। ଏଇ ମୋହନ ମାଝୀ ତାଠୁ ବଳିଗଲେ। ଆଙ୍କର କ'ଣ ଜ୍ଞାନ ଅଛି ଶିଳ୍ପ ଉପରେ? ତମେ ଯାଇଥିଲ ସିଙ୍ଗାପୁର ଆଣିବା ପାଇଁ। ସିଙ୍ଗାପୁରରେ ଯାଇ ଯେଉଁ ଲୋକ ବ୍ଲାକ୍ ଲିଷ୍ଟେଡ୍, ଯେଉଁ ଷ୍ଟିଲ୍ କମ୍ପାନୀ ବ୍ଲାକ୍ ଲିଷ୍ଟେଡ୍, ୱାରେଣ୍ଟ ବୁଲୁଛି, ଗରିବ ଲୋକ ପଇସା ଦେଇନି, ସେହି କମ୍ପାନୀ ବ୍ଲାକ୍ ଲିଷ୍ଟେଡ୍ କମ୍ପାନୀ ସହିତ କୁଣ୍ଡିଆ ହେଇଯାଉଛ। କ'ଣ ଶିଳ୍ପ କରିବୁ ଆମେ ବିସ୍ତାର? ଏହିସବୁ ବିଷୟରେ ଓଡ଼ିଶାର ସମ୍ମାନ ପାଇଁ, ଓଡ଼ିଶାର ଡେଭଲପମେଣ୍ଟ ପାଇଁ ପ୍ରଥମେ ଓଡ଼ିଶା ପିସ୍ ହେବା ଦରକାର, ଶାନ୍ତି ହେବା ଦରକାର। ଯେଉଁ ରାଜ୍ୟ ଯେତେ ଶାନ୍ତି, ସେ ରାଜ୍ୟ ଶିଳ୍ପ ବିକାଶ। ବାଙ୍ଗାଲୋର କାହିଁକି ଆଜି କ'ଣ ପାଇଁ ଡେଭଲପ କରିଛି? 3,000ରୁ ଉର୍ଦ୍ଧ୍ୱ ସଫ୍ଟୱେୟାର କମ୍ପାନୀ ବାଙ୍ଗାଲୋରରେ। କାହିଁକି ନା ପିସ୍ ଷ୍ଟେଟ୍, ଶାନ୍ତ ଷ୍ଟେଟ୍। ସମସ୍ତେ ଆଗ୍ରହ ପ୍ରକାଶ କରୁ ଯେଉଁଠି ଶାନ୍ତି ଅଛି ଆମେ ଯାଇ ଶିଳ୍ପ କରିବୁ। ବାଙ୍ଗାଲୋର ଡେଭଲପମେଣ୍ଟ କରିବାର କାରଣ ହେଉଛି ପିସ୍ ଷ୍ଟେଟ୍, ପିସ୍ ସିଟି। ଆଉ ଭୁବନେଶ୍ୱର ଯେଉଁ ଭଳିଆ ରେପ୍, ଡକାୟତ, ଚୋରି, ମର୍ଡର, ବ୍ଲାକ୍, ଟେଲିଫୋନ୍ରେ ବେଜାଲ କରି ପଇସା ଲୁଟ୍, ଅସମ୍ଭବ ପ୍ରକାରର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମୋହନ ମାଝୀ ତତ୍ପର ହୁଅ ଏବଂ ବିଧାନସଭାରେ ପୁଙ୍ଖାନୁ ଆଲୋଚନା କରିବା ପାଇଁ ସୁଯୋଗ ଦିଅ।